ମୁଁ ଆଜି ପ୍ରସ୍ତୁତ କରୁଛି ବନ୍ ଦୋସା। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ କିପରି ପ୍ରସ୍ତୁତ କଲି ମୁଁ ଦେଖାଉଛି। ଇଏ ବହୁତ ସ୍ପଞ୍ଜି ଆଉ ପୁରା ସଫ୍ଟ ବଢ଼ିଆ। ଆପଣ ଥରେ ଏଇଭଳି ପ୍ରସ୍ତୁତ କରନ୍ତୁ। ସ୍କୁଲରେ ଛୁଆମାନେ ଟିଫିନ୍, ବ୍ରେକଫାଷ୍ଟ ଆଉ ସ୍ନାକ୍ସ ସନ୍ଧ୍ୟାବେଳେ ସ୍ନାକ୍ସ ପାଇଁ ଆଉ ଅଫିସ୍ ବି ଟିଫିନ୍ ନେବା ପାଇଁ ଇଏ ବହୁତ ସୁବିଧା ଆଉ ଟେଷ୍ଟି। ଆପଣ ଥରେ ପ୍ରସ୍ତୁତ କରନ୍ତୁ। ମୁଁ ଏମିତି ଦେଖନ୍ତୁ, ମୁଁ ସୁଜି ନେଇଛି। ସେ ସୁଜି ମୋଟା ହେଲେ ବି ଚଳିବ ଆଉ ପତଳା ହେଲେ ବି ଚଳିବ। ସେ ସୁଜି ମୁଁ ଏଇ ଗୋଟେ ଛୋଟ ତାଟିଆ ନେଇଛି। ସେ ତାଟିଆରେ 1.5 ତାଟିଆ ମୁଁ ନେଇଛି। ଆପଣ ପରିମାଣ ଅନୁସାରେ କରିବେ, ସେଇ ଅନୁସାରେ ମେଜରମେଣ୍ଟ ଦେଖିକି କରନ୍ତୁ। ମୁଁ 1.5 ତାଟିଆ ଭିତରେ ନେଲି ସୁଜି, ଆଉ ଗୋଟେ ତାଟିଆରୁ ଟିକେ କମ୍ ନେଇଛି ଦହି, ଆଉ ଫ୍ରେଶ୍ ଦହି ମୁଁ ନେଇଛି। ଖଟା ଦହି ନେବେନି, ଫ୍ରେଶ୍ ଦହି ନେଇଛି ମୁଁ। ଆଉ ଏଇ ଯେଉଁ ତାଟିଆରେ ସେଥିରେ ଗୋଟେ ତାଟିଆ ପାଣି ଦେଇଛି, କାହିଁକିନା ଆମର ସୁଜି ସୋକ୍ କରିବ। ଆଉ ମୁଁ କରିକି 15ରୁ 20 ମିନିଟ୍ ଏମିତି ଚାମଚରେ ଗୋଳେଇ ଦେଇଛି। ଗୋଳେଇ ଦେଇକି ଢାଙ୍କିକି ରଖିଦେଇଛି। 15-20 ମିନିଟ୍ ପରେ ଆମେ ଦେଖିବା ସୁଜି କେମିତି ପୁରା ଥିକ୍ ହେଇଯାଇଛି। ମୁଁ ସେଇ ସୁଜି ବ୍ୟାଟରକୁ ଗୋଟେ ମିକ୍ସି ଜାର୍ ନେଇଛି। ସେଇ ମିକ୍ସି ଜାର୍ରେ ମୁଁ ସୁଜି ବ୍ୟାଟରକୁ ପକାଇଛି। ପକାଇକି ଯେହେତୁ ଆମର ଟିକେ ବ୍ୟାଟରଟା ଥିକ୍ ହେଇଯାଇଛି, ମୁଁ ସେଥିରେ ଟିକେ ଅଳ୍ପ ପାଣି ଦେଇଛି, କାହିଁକିନା ବେଶୀ ପାଣି ଦେବେନି, ପାଣିଆ ହେଇଯିବ। ମୁଁ ଅଳ୍ପ ପାଣି ଦେଇଛି। ଦେଇକି ତାକୁ ମୁଁ ବାଟି ଦେଇଛି। ଦେଖନ୍ତୁ, ଆମର ଯେମିତି ବିରି ଚାଉଳ ଆମେ କରନ୍ତି ପିଠାର ବ୍ୟାଟର ଭଳିଆ ପୁରା ପରଫେକ୍ଟ ହେଇଛି। ମୁଁ ଏଥିରେ ଟିକେ 2ଟା ପିଆଜ କାଟିଛି ଚୁନ ଚୁନ କରିକି, ଆଉ ଗୋଟେ ଗାଜର କାଟିଛି। ପୁରା ଏମିତି ଚୁନ ଚୁନ କରିକି କାଟିବେ। ଗୋଟେ ପ୍ୟାନ୍ ନେଇଛି। ସେ ପ୍ୟାନ୍ ଗରମ ହୋଇଗଲା ପରେ 2 ଚାମଚ ରିଫାଇନ୍ ତେଲ ଦେଲି। ଦେଇକି ଚାରିଆଡ଼କୁ ଖେଳେଇ ଦେଲି। ଇଏ ମୁଁ ଏଥିରେ ଲଙ୍କା, କଞ୍ଚା ଲଙ୍କା କାଟିଥିଲି 2ଟା ନେଇଛି ଛୋଟ ଛୋଟ। ଆହୁରି ସୋରିଷ ପକାଇଛି। ଆପଣ ଯଦି ରାଗ ଖାଇବେ ଆଉ ଟିକେ ଅଧିକା ପକାଇ ପାରିବେ। ମୁଁ ଏଠି ଭେରସୁଙ୍ଗା ପତ୍ର ନେଇଛି, ଆଉ ବିରି ଯଦି ଥିବ ବୁଟ ଡାଲି ବି ପକାଇବେ। ପକାଇକି ତାକୁ ଘାଣ୍ଟି ଦେବା। ଏଠି ମୁଁ ହେଙ୍ଗୁ ଗୋଟେ ଚୁଟକି ନେଇଛି, ତାକୁ ବି ଗୋଳେଇ ଦେବା। ମୁଁ ପିଆଜ ଯେଉଁ ଚୁନ ଚୁନ କରି କାଟିଥିବି 2ଟା ପିଆଜ, ସେଇ ପିଆଜକୁ ମୁଁ ଏଠି ପକାଇଲି। ଆଉ ଆଞ୍ଚ ବି ବା ସିମ୍ କରିବେନି, ମିଡ଼ିୟମ୍ କରିବେ, ଆଉ ଜୋରରେ ବି ଦେବେନି। ମିଡ଼ିୟମ୍ ଇଏରେ ଗ୍ୟାସ୍ ଫ୍ଲେମ୍ରେ ରହିବ। ପିଆଜକୁ ଏଠି ମୁଁ ଭାଜିଲି। ମୋର ପିଆଜ ଟିକେ ହାଲକା ଭାଜି ହେଇଗଲାଣି। ମୁଁ ଏଠି ଗାଜରକୁ ଯେଉଁ କାଟିଥିଲି ଗୋଟେ ଗାଜର, ତାକୁ ପକାଇଦେଲି। ତାକୁ ପକାଇକି ପିଆଜ ଆଉ ଗାଜରକୁ ମୁଁ ଭାଜିଲି। ଆଉ ବେଶୀ ସିଝେଇବାନି, କାହିଁକିନା କ୍ରଞ୍ଚି ରହିବ, କାହିଁକିନା ଆମର ସିଝିବ ବି ଇଏରେ ପିଠାରେ। ଏଠି ସ୍ୱାଦ ଅନୁସାରେ ଲୁଣ ପକାଇଲି। ପକାଇକି ତାକୁ ସବୁ ଗୋଳେଇ ଦେଲି। ମୁଁ ଏଠି ଯେଉଁ ମୋ ବ୍ୟାଟରରେ ମୁଁ ଏଥିରେ ଲୁଣ ଦେଇନଥିଲି, ଲୁଣ ଦେଖିକି ଦେବେ। ଆଉ ଗୋଟେ ଚୁଟକି ଖାଇବା ସୋଡ଼ା ଦେଇଛି ସ୍ପଞ୍ଜି ହେବା ପାଇଁ। ଗୋଟେ ଚୁଟକି ଦେବେ, ବେଶୀ ଦେବେନି ଖାଇବା ସୋଡ଼ା। ଆଉ ଏଠି ଧନିଆ ପତ୍ର କାଟିକି ପକାଇଛି, କାହିଁକିନା ଯେହେତୁ ମୁଁ ବ୍ୟାଟରରେ ଲୁଣ ପକାଇଲି ଆଉ ବି ପକାଇଛି ଯେଉଁ ପିଆଜ ଆଉ ଗାଜରରେ, ଦେଖିକି ସେଇ ଅନୁସାରେ ଲୁଣ ପକାଇବେ। ମୁଁ ସବୁକୁ ଗୋଳେଇ ଦେଲି। ମୋର ବ୍ୟାଟର ମୁଁ ଯେଉଁ ପିଆଜ ଆଉ ଗାଜର ଭାଜିଥିଲି ତାକୁ ମୁଁ ଏଇ ବ୍ୟାଟରରେ ପକାଇଲି। ଥଣ୍ଡା ହେଲେ ପକାଇବେ, ଯେମିତି ଗରମରେ ଆମେ ପକାଇବାନି। ଯେତେବେଳେ ଥଣ୍ଡା ହେଇଯିବ ଏଇ ଗାଜର ଆଉ ପିଆଜ ଭଜାକୁ ଆମେ ଏଇ ବ୍ୟାଟରରେ ପକାଇବା। ତାପରେ ଆମେ ତାକୁ ଗୋଳେଇ ଦେବା, ଯେପରି ପୁରା ତା ସାଙ୍ଗରେ ସେ ବ୍ୟାଟର ସାଙ୍ଗରେ ଏଇ ଗାଜର ପିଆଜଟା ପୁରା ଗୋଳି ହେଇଯାଇଥିବ। ମୁଁ ଏଠି ଗୋଟେ ଚାମଚ କ'ଣ କରୁଛି ନା ଚାଉଳ ଗୁଣ୍ଡ ଦେଇଛି, ଯେହେତୁ ଆମର କ୍ରିସ୍ପି ହେବ ଆଉ ଭିତରଟା ସ୍ପଞ୍ଜି ହେବ। ମୁଁ ଏଥିପାଇଁ ଗୋଟେ ଚାମଚ ଚାଉଳ ଗୁଣ୍ଡ ଦେଇକି ତାକୁ ମୁଁ ମିଶାଇ ଦେଇଛି। ମୁଁ ଏଠି ଗୋଟେ ତଡ଼କା ପ୍ୟାନ୍ ବସାଇଲି। ସେଥିରେ ମୁଁ ଗୋଟେ ଚାମଚ ତେଲ ଦେଲି। ବେଶୀ ଦେବେନି, ତେଲ ଦେଲେ ବେଶୀ ହେଇଯିବ। ଏଥିରେ ମୁଁ ଗୋଟେ ଡଙ୍କି ନେଇକି ସେଥିରେ ମୁଁ ପକାଇଲି ବ୍ୟାଟର ଦେଇକି, ତାକୁ ଆମେ ମିଡ଼ିୟମ୍ ଆଞ୍ଚରେ ଢାଙ୍କିକି 3ରୁ 4 ମିନିଟ୍ ରଖିବା। ଏମିତି ହେଇଗଲା ପରେ ପୁଣି ଆମେ କ'ଣ କରିବା, ଗୋଟେ ଡଙ୍କି ଟାଇପ୍ର ଆମେ ନେବା। ଯେଉଁ ପ୍ଲେନ୍ ନେବାନି, ଏଇ ଟାଇପ୍ର ନେବା। ନେଇଲେ ଆମର ଶୀଘ୍ର ଉଠିଯିବ, ଓଲଟିଯିବ। ମୁଁ ଏଇ ଓଲଟେଇ ଦେଲି। ଆମର କେତେ ସୁନ୍ଦର ତଳଟା କ୍ରିସ୍ପି ହେଇଛି। ପୁଣି ଆରଟା ତଳପଟା ଦେଖିବେ, ସିଏ ବି ନାଲି ନାଲି ପୁରା ହେଇଯାଇଛି। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ଏଥିରେ ଖାଇବା ପାଇଁ ଚଟନି, ସେଜୱାନ୍ ଚଟନି,
टमाटो सॉस चिली सॉस रेड चिली सॉस जेकोसी ये आपण चटनी की सॉस देकी खाई पारिबे। मु एई भळे आउ थरे एमती अल्प टिके तेल देकी आउ थरे देखैली एमती गोटे डंकी नेबा आमे बैटर आ बेसी गरम करेंगे ये तड़का पैन बहुत हिट हो मीडियम रु स्लो भितर रखिए ना बेसी तड़का पैनटा बेसी हिट हो जाए। एमती ढांकी दबा ढांकी पुणी 3 ରୁ 4 मिनिट आमे तक देखा देखिकी पुणी आमे उल्टेबा। ये देखंतु किपरि नाली नाली हो जाइए। यहीपरि प्रस्तुत करी आपण टिफिन ऑफिस दे पारिबे। छुआ माने भी टिफिन नहीं जाई पारिबे आ बहुत टेस्टी से लंका पकेबानी किंतु बहुत टेस्टी। आपण थरे यहीपरि करिकी घरे प्रस्तुत करंतु आ मते कमेंट रे जणाइबे किपरि आपणकर बन डोसा प्रस्तुत होईछि। केते सुंदर देखा जाउची आ देखंतु केते बढ़िया होईछि पूरा